ଏକାଥରେ ଦିଆହେଲା ପିଆଜ ଟମାଟର ରସୁଣ କାଜୁ ଏସବୁ ଏକାସାଙ୍ଗରେ ପେଷ୍ଟ ଦେଇକି ଇଏ ଗରମ ହେଲା ପରେ ଜଷ୍ଟ ଟିକେ ପେଷ୍ଟ କରାହେବ। ଭଜା ହେଇଗଲା ଯେମିତି ଆମର ଏଇଟା ପଡ଼ିବ ନା ବଟର ପଡ଼ିକି ଏଇଟା ଗୋଟେ ଗ୍ରେଭି ତିଆରି ହେବ। ବଟର ଚିକେନ୍ ପାଇଁ ତିଆରି ଗ୍ରେଭି ତିଆରି ହେଲା ହାଲକା ଟିକେ ବଟର ପଡ଼ିଲା ଆଉ। ଯେଉଁ ମସଲାଟା ଆମେ ଗରମ କରିଥିଲୁ ତାକୁ ବର୍ତ୍ତମାନ ଆମେ ଗ୍ରାଇଣ୍ଡିଙ୍ଗ କରିଦେଇଛୁ। ଏବେ ଛଣା ହେବ। ବଟର ପଡ଼ିଗଲାନି କଡ଼େଇ ଗରମ ହେଲା ପରେ ବଟର ପଡ଼ିଗଲା। ତାପରେ ହାଲକା ଫୁଲକା ଟିକେ ମସଲା ପଡ଼ିଲା, କାଠ ମସଲା ଟିକେ ପଡ଼ିଲା, ତେଜପତ୍ର ଟିକେ ପଡ଼ିଲା, ଟିକେ ଫ୍ଲେଭରଟା ଅଲଗା ରକମ ଟେଷ୍ଟ ଟିକେ ପଡ଼ିଲା। ବାକି ଯେଉଁ ମସଲା ଆମର ନର୍ମାଲ ହଳଦୀ ଟିକେ ଲୁଣ ଟିକେ ଆଉ ଟିକେ ତିଖା ଲାଲ ପକେଇବନି, ତିଖା ଲାଲ ପକେଇଲେ ଛୋଟ ପିଲା ଖାଇବେ। କାହିଁକିନା ଆମେ ଟିକେ ଶୁଖିଲା ଲଙ୍କା ଖାଉନା, ଶୁଖିଲା ଲଙ୍କା ଆମ ପାଇଁ ବର୍ଜନୀୟ। ଆଉ ଆମର ରୋଷେଇଆକୁ ଟିକେ ଶୁଖିଲା ଲଙ୍କା ଖାଇଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ, ତେଣୁକରି ଆମେ ସବୁକିଛି ପ୍ରାୟ କଞ୍ଚା ଲଙ୍କାରେ ହିଁ କରୁ। ଆଚ୍ଛା, ଖାଇବାଟା ହେଉଛି ସମସ୍ତଙ୍କର, ଯେତେ ଯିଏ ରାଗିଥାନ୍ତୁ ଯାହା କରିଥାନ୍ତୁ ଖାଇବାଟା ସମସ୍ତଙ୍କ ପାଇଁ ପ୍ରିୟ ଜିନିଷ। ତେଣୁ ଘରର ଗୃହିଣୀର ମେନ୍ କାମ ହେଉଛି ଖୁଆଇ ପିଆଇକି ପରିବାରକୁ ସନ୍ତୁଷ୍ଟ ରଖିବା। କେତେ ସୁନ୍ଦର କଥାଟିଏ। ତେଣୁ ଆଜି ଯେଉଁ ଡିଶ୍ଟା ମୁଁ କରୁଛି, ମୋ ଦେହ କେତେଦିନ ଖରାପ ଥିଲା ବୋଲି ଭଲ କିଛି ରୋଷେଇ କରିପାରନ୍ତିନି। ଆଜି ମୋ ପୁଅର ଡିମାଣ୍ଡ ଅନୁସାରେ ବନା ହେଉଛି ବଟର ଚିକେନ୍। ଆଉ ଆପଣଙ୍କୁ ଆଉ ଗୋଟେ ଦେଖେଇବି ଆମର ଫ୍ରାଏଡ଼ ରାଇସ୍, ତା'ର ଫେଭରେଟ୍ ଡିଶ୍। ତା ପାଇଁ ବନାଉଛି। ଆପଣମାନେ ବି ଆପଣଙ୍କ ପରିବାର ପାଇଁ ବନାନ୍ତୁ, ଖାଆନ୍ତୁ, ଖୁଆନ୍ତୁ। ଖାଇବା ଠାରୁ ଖୁଆଇବାରେ ବହୁତ ମଜା ଲାଗେ। କେହି ଖାଇକି ଆପଣଙ୍କ ପ୍ରଶଂସା କଲେ ତ ଆପଣ ଆହୁରି ବି ଖୁସି ହେଇଯିବେ। କେବେ କରିକି ଅନ୍ୟକୁ ଖୁସି କରନ୍ତୁ। ଆଜ୍ଞା, କିଛି ସମୟ ଫ୍ରାଏ କଲା ପରେ ଯେଉଁ ପାଣିଟା ଦିଆ ହେଇଗଲା ସେ ପାଣିଟା ଶୁଖିଗଲା। ଏବେ ଆମେ ଚିକେନ୍ ପକାଇଦେବା। ଏବେ ଆମେ ଯେଉଁ ଫ୍ରାଏ ଚିକେନ୍ଟାକୁ ତା ଦେହରେ ପକାଇଦେଲୁ। ତାପରେ ଅମୁଲର ଫ୍ରେଶ୍ କ୍ରିମ୍ ଟିକେ ପଡ଼ିବ ତା ଉପରେ ଆଉ ପକା ହେଲା। କଲର୍ ମସ୍ତ ଦେଖାଯାଉଛି, ଖାଇବାକୁ ବଢ଼ିଆ ତ ଅଳ୍ପ ଗୋଳେଇକି ଅଳ୍ପ କିଛି ପାଣି ସିଝିଲା ଭଳିଆ ଦେଇକି ରେସିପି ରେଡ଼ି। ତାପରେ ଟିକେ ଗରମ ମସଲା ପତ୍ର ଦେଇ ଓହ୍ଲେଇ ଦେବେ। ଆଉ ଭିଡ଼ିଓ ଦେଖି ସାରିଲା ପରେ ଆମ ପିଲାମାନଙ୍କୁ ଟିକେ କୁହ। ଖାଇବା ଭଲ ଲାଗିଲେ ଖାଇକି ଦେଖିବେ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଫେସବୁକରେ ଫଲୋ କରିବେ। ଓ ସାଙ୍ଗମାନେ ଦେଖନ୍ତୁ ତ କେମିତି ଦେଖାହେଉଛି। ଆପଣମାନେ ଘରେ ବି କରିକିରି ବନେଇକିରି ଏହା ସ୍ୱାଦ ନେଇପାରିବେ। ଆଜି ପାଇଁ ଏତିକି ରହିଲୁ।